Hello everyone, welcome to Rankers Odisha। ଆଜି ଆମେ ସର୍ବନାମ ଉପରେ ଆଲୋଚନା କରିବା। ସର୍ବନାମ ପଦ କାହାକୁ କୁହାଯାଏ? ସର୍ବନାମର ପ୍ରକାର ଭେଦ। ଆମେ ପୂର୍ବ ଅଧ୍ୟାୟରେ ପଢ଼ିଥିଲେ ପଦ ପ୍ରକାରଣ। ପଦ ହେଉଛି 5 ପ୍ରକାର। ସେଗୁଡ଼ିକ 5 ଭାଗରେ ବିଭକ୍ତ କରାଯାଇଛି। ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ, କ୍ରିୟା। ବିଶେଷ ପଦକୁ 5 ଭାଗରେ ବିଭକ୍ତ କରାଯାଇଛି। ବିଶେଷ ପଦକୁ 5 ଭାଗରେ ବିଭକ୍ତ କରାଯାଇଛି। ନାମବାଚକ ବା ସଂଖ୍ୟାବାଚକ, ଜାତିବାଚକ, ବସ୍ତୁବାଚକ, ଗୁଣବାଚକ, କ୍ରିୟାବାଚକ। ଗୋଟିଏ ନିର୍ଦ୍ଦିଷ୍ଟ ନାମକୁ ବୁଝାଇଲେ ନାମବାଚକ, ଜାତିକୁ ବୁଝାଇଲେ ଜାତିବାଚକ, ବସ୍ତୁକୁ ବୁଝାଇଲେ ବସ୍ତୁବାଚକ, କୌଣସି ଗୁଣକୁ ବା ଅବସ୍ଥାକୁ ବୁଝାଇଲେ ଗୁଣବାଚକ, କ୍ରିୟାବାଚକ କୌଣସି କାର୍ଯ୍ୟକୁ ବୁଝାଇଲେ କ୍ରିୟାବାଚକ। ଆଜି ପଢ଼ିବା ସର୍ବନାମ। ସର୍ବନାମ ହେଉଛି ଯେଉଁ ପଦ ବିଶେଷ୍ୟ ବା ନାମ ବଦଳରେ ବ୍ୟବହୃତ ହୁଏ ତାହାକୁ ଆମେ ସର୍ବନାମ କୁହାଯାଏ। ଯେଉଁ ପଦ ବିଶେଷ୍ୟ ବା ନାମ ବଦଳରେ ବ୍ୟବହୃତ ହୁଏ ତାହାକୁ ସର୍ବନାମ କୁହାଯାଏ। ସର୍ବନାମ ହେଉଛି 6 ପ୍ରକାର। ଗୋଟେ ହେଲା ପୁରୁଷବାଚକ, ପୁରୁଷବାଚକ, ନିର୍ଦ୍ଦେଶବାଚକ, ଅନିଶ୍ଚୟବାଚକ, ସମ୍ବୋଧବାଚକ, ପ୍ରଶ୍ନବାଚକ, ଆତ୍ମବାଚକ। ଆମେ ପୁରୁଷବାଚକ ପ୍ରଥମେ ଜାଣିବା। ପୌରୁଷବାଚକ ହେଉଛି 3 ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଲା ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ। ପୁରୁଷବାଚକ ପ୍ରଥମ ପୁରୁଷରେ କିଏ? ମୁଁ, ଆମ୍ଭେ, ମୋ, ମତେ, ଆମ୍ଭମାନେ ଏଇଭଳିଆ ଯାଏ। ଦ୍ୱିତୀୟ ପୁରୁଷରେ ତୁ, ତୁମ୍ଭେ, ଆପଣ, ତୁମ୍ଭେମାନେ ଏସବୁ ଦ୍ୱିତୀୟ ପୁରୁଷରେ ଯାଏ। ତୃତୀୟ ପୁରୁଷରେ ରହିଲେ ଯେଉଁ ସେ, ସେମାନେ ଆଉ ଯେତେ ସବୁ ଇତ୍ୟାଦି ରହିଲେ ସେ ସବୁ କ'ଣ ହେବେ? ତୃତୀୟ ପୁରୁଷ। ତାହେଲେ ଆମେ ସର୍ବନାମ ହେଲା 6 ପ୍ରକାର। ସେଥିରୁ ପୁରୁଷବାଚକ ଜାଣିଲେ ପୁରୁଷବାଚକ ସର୍ବନାମ 3 ପ୍ରକାର ବିଭକ୍ତ ହେଇଛି। ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ। ସେ ସବୁ କ'ଣ? ପୁରୁଷବାଚକ ସର୍ବନାମ। ନିର୍ଦ୍ଦେଶବାଚକ ସର୍ବନାମ। ନିର୍ଦ୍ଦେଶ କହିଲେ କ'ଣ? ଗୋଟେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଦେବା, ଯୋଉଟା ଏହି, ଏହା, ତାହା, ଏହାକୁ କ'ଣ କହନ୍ତି? ନିର୍ଦ୍ଦେଶବାଚକ ସର୍ବନାମ। ତାପରେ ଅନିଶ୍ଚୟବାଚକ ସର୍ବନାମ। ଅନିଶ୍ଚୟବାଚକ ସର୍ବନାମ କହିଲେ କ'ଣ? କେହି, କିଛି। ସମ୍ବୋଧବାଚକ ବା ଆପେକ୍ଷିକ, ଯେ, ସେ, ଯାହାର, ତାହାର, ଯେତେ, ସେତେ। ଏ କ'ଣ? ସମ୍ବୋଧବାଚକ ବା ଆପେକ୍ଷିକ। ଉଦାହରଣ ଗୋଟେ ନେବା। ସେ ଯେତେ ମାଗୁଛି ତାକୁ ତେତେ ଦିଆଯାଉ। ବୁଝିପାରିଲ ନା ନାହିଁ? ଗୋଟେ ଉଦାହରଣ ହେଲା ସମ୍ବୋଧବାଚକ ବା ଆପେକ୍ଷିକର ସେ ଯେତେ ମାଗୁଛି ତାକୁ ସେତେ ଦିଆଯାଉ। ସେଇଭଳିଆ ପ୍ରଶ୍ନବାଚକ କ'ଣ, କିଏ, କେଉଁଠି, କେଉଁଠାରେ, ଗୋଟେ ପ୍ରଶ୍ନକୁ ବୁଝାଇଥାଏ। ପ୍ରଶ୍ନ କହିଲେ କ'ଣ? ରାମ ଭାତ ଖାଇଛି କି ନାହିଁ। ଯେମିତି ରାମ କଟକ କ'ଣ ପାଇଁ ଯିବ, ମାନେ କ'ଣ, କିଏ, କେଉଁଠି ଏସବୁ ଲଗେଇକି ପ୍ରଶ୍ନବାଚକ କରାଯାଏ। ଆତ୍ମବାଚକ କହିଲେ କ'ଣ? ନିଜେ ଓ ଆପେ। ଏହାକୁ ଆତ୍ମବାଚକ ସର୍ବନାମ କୁହାଯାଏ। ସର୍ବନାମ ହେଲା 6 ପ୍ରକାର। ପୁରୁଷବାଚକ, ନିର୍ଦ୍ଦେଶବାଚକ, ଅନିଶ୍ଚୟବାଚକ, ସମ୍ବୋଧ ବା ଆପେକ୍ଷିକବାଚକ, ପ୍ରଶ୍ନବାଚକ, ଆତ୍ମବାଚକ। ପୁରୁଷବାଚକ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ। ମୁଁ, ଆମ୍ଭେ, ତୁ, ତୁମ୍ଭେ, ଆପଣ, ସେ, ସେମାନେ ଆଉ ବାକି ଯେଉଁତିକ ରହିଲେ ସେ ସବୁ ତୃତୀୟ ପୁରୁଷ କୁହାଯାଏ। ତାହେଲେ ଦର୍ଶକ ବନ୍ଧୁ, ଆଜି ଆମେ ସର୍ବନାମ ପଢ଼ିଲେ। ଆଗାମୀ ଅଧ୍ୟାୟରେ ବିଶେଷଣ ଉପରେ ଆଲୋଚନା କରିବା। ବିଶେଷଣ ପଦ ଖାଲି ଡେଫିନେସନଟା ମନେ ରଖିଥାନ୍ତୁ। ଯେଉଁ ପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା, ପରିମାଣକୁ ବୁଝାଏ ତାହାକୁ ବିଶେଷଣ ପଦ କୁହାଯାଏ। ଆମେ ପୂର୍ବରୁ ପଢ଼ିଥିଲେ ବିଶେଷ ପଦ ଉପରେ। ବିଶେଷ ହେଉଛି 5 ପ୍ରକାର। ନାମବାଚକ, ଜାତିବାଚକ, ବସ୍ତୁବାଚକ, ଗୁଣବାଚକ, କ୍ରିୟାବାଚକ।
ଦର୍ଶକ ବନ୍ଧୁ ଆଜି ଆମେ ଏଇଠି ବିଦାୟ ନେବା। ଆଗାମୀ ଅଧ୍ୟାୟରେ ଆଗାମୀ ଅଧ୍ୟାୟରେ MCQ ଡିସ୍କସନ୍ କରିବା।